ଏହି କଳି ଯୁଗରେ ଏମିତି ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି କି ଏହି ଯୁଗରେ ଏତେ ଭଲ ହେଇକି ମଧ୍ୟ କ'ଣ ମିଳୁଛି ବା ଆଗକୁ କ'ଣ ମିଳିବ। ସେଥିପାଇଁ ତୁମେ ମଧ୍ୟ ବେଳେବେଳେ ଏହିଭଳି ଅନୁଭବ କର ଯେ ଯଦିଓ ମୁଁ ସର୍ବଦା ସତ୍ କର୍ମ କରୁଛି ତଥାପି ବି ମୋ ସହିତ ଖରାପ ହେଉଛି। ତେଣୁ ଆଜି ମୁଁ ତୁମକୁ ଗୋଟିଏ କଥା ବୁଝାଇ ରଖୁଛି କି ଜୀବନରେ ଯେବେ ବି ଯାହା ହେଇଯାଉନା କାହିଁକି କିନ୍ତୁ ନିଜର ଭଲତା ଛାଡ଼ ନାହିଁ। ଲୋକମାନେ ଯାହା କୁହନ୍ତୁ ନା କାହିଁକି, ପରିସ୍ଥିତି ଯେତେ ବି କଠିନ ହେଉନା କାହିଁକି କିମ୍ବା ତୁମ ବିରୁଦ୍ଧରେ ହୋଇଯାଉନା କାହିଁକି, କିନ୍ତୁ ତୁମେ ନିଜର ଉତ୍ତମତା ଛାଡ଼ ନାହିଁ। ମନେ ରଖ, ଦିନେ ନା ଦିନେ ଭଲ ସାମ୍ନାରେ ଖରାପକୁ ମୁଣ୍ଡ ନୁଆଇବାକୁ ପଡ଼ିଥାଏ। କାରଣ ତୁମ ପରି ଭଲ ପିଲାମାନଙ୍କ ହେତୁ ଏହି କଳି ଯୁଗରେ ମଧ୍ୟ ଲୋକମାନଙ୍କୁ ଏକ ଆଶାର କିରଣ ଦେଖାଯାଏ କି ଆଜି ମଧ୍ୟ ଏହି କଳି ଯୁଗରେ ଦୁନିଆରେ ଭଲତା ଅଛି। ବହୁତ ଭଲ ଲୋକ ମଧ୍ୟ ଅଛନ୍ତି। ତେଣୁ କଦାପି ତୁମର ଉତ୍ତମତାକୁ କେବେ ବି ମଧ୍ୟ ପଛରେ ଛାଡ଼ ନାହିଁ। ମନେ ରଖ, ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ ଦେଖୁଛି, ପ୍ରତ୍ୟେକ ମୁହୂର୍ତ୍ତରେ ଶୁଣୁଛି ଏବଂ ମୁଁ ହିଁ ତୁମର ଜୀବନ ନୌକାକୁ ପାର କରିଦେବି। ଏହା କେବଳ ଶ୍ରଦ୍ଧା ଏବଂ ସବୁରି ବା ବିଶ୍ୱାସ ଏବଂ ନିଷ୍ଠାର ସହିତ ସବୁକିଛି ହାସଲ ହୋଇପାରିବ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ତୁମର ମଙ୍ଗଳ ହିଁ ମଙ୍ଗଳ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।